ଅଗଷ୍ଟ ମାସ ପାଖରୁ ନୂଆ ନିୟମଗୁଡ଼ିକ ଲାଗୁ କରାଯାଇଛି। ତ ଯେମିତିକା ଆପଣମାନଙ୍କର ପିଏମ୍ କିଷାନ ଯୋଜନାରେ ଚାଷୀମାନଙ୍କ ପାଇଁ ଖୁସି ଖବର ଆସିଛି। ତାପରେ ଆପଣମାନଙ୍କର ସୁଭଦ୍ରା ଯୋଜନାରେ ପଞ୍ଚମ କିସ୍ତି ହିତାଧିକାରୀମାନଙ୍କୁ ମିଳିବା ପାଇଁ ଯାଉଛି। ତାପରେ ଆପଣମାନଙ୍କର ସୁନା ରୂପା ଦର ମଧ୍ୟ କମିଛି, ଗ୍ୟାସ୍ ଦର ମଧ୍ୟ କମିଛି। ତାପରେ ଆପଣମାନଙ୍କର ଯେଉଁ ଖାଇବା ତେଲ ରହିଛି ତାର ଦର ମଧ୍ୟ କମିଛି। ବ୍ୟାଙ୍କ ଆକାଉଣ୍ଟ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏମିତି ବହୁତ ସାରା ନିୟମ ଗୁଡ଼ିକ ପରିବର୍ତ୍ତନ କରାଯାଇଛି ଏହି ଅଗଷ୍ଟ ମାସ ପାଖରୁ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି କେଉଁ ସବୁ ନିୟମ ଗୁଡ଼ିକ ଲାଗୁ କରାଯାଇଛି, କେଉଁ ସବୁ ନିୟମ ଗୁଡ଼ିକରେ ପରିବର୍ତ୍ତନ କରାଯାଇଛି। ବିସ୍ତାର ରୂପେ ଏହି ଗୋଟିଏ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିବାକୁ ପାଇବେ। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ପ୍ରଥମେ ଦେଖନ୍ତୁ, ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ହିତାଧିକାରୀମାନଙ୍କୁ ମିଳିବା ପାଇଁ ଯାଉଛି। ତ ଆପଣ ସମସ୍ତେ ସୁଭଦ୍ରା ଯୋଜନାର ଚତୁର୍ଥତମ କିସ୍ତି ଟଙ୍କା ପାଇସାରିଛନ୍ତି, କିନ୍ତୁ ଏବେ ଆପଣମାନେ ପଞ୍ଚମ କିସ୍ତି ଟଙ୍କା ପାଇବା ପାଇଁ ଅପେକ୍ଷା କରିଛନ୍ତି। ପଞ୍ଚମ କିସ୍ତି ଟଙ୍କା ଆପଣମାନଙ୍କୁ କେବେ ମିଳିବ? କାହାକୁ ଏଥର ପଞ୍ଚମ କିସ୍ତି ଟଙ୍କା ମିଳିବ, କାହାକୁ ଏଥର ପଞ୍ଚମ କିସ୍ତି ଟଙ୍କା ମିଳିବ ନାହିଁ, ଆପଣ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ଆପଣ ସମସ୍ତେ ଜାଣିଛନ୍ତି ସୁଭଦ୍ରା ଯୋଜନାରେ ବାର୍ଷିକ 10,000 ଟଙ୍କା ହିତାଧିକାରୀମାନଙ୍କୁ ମିଳିଥାଏ। ତ ଗୋଟିଏ କିସ୍ତିରେ 5,000, ଆଉ ଗୋଟିଏ କିସ୍ତିରେ 5,000, ମୋଟ ବାର୍ଷିକ 10,000 ଟଙ୍କା ହିତାଧିକାରୀମାନଙ୍କୁ ମିଳିଥାଏ। ଗୋଟିଏ ଆପଣମାନଙ୍କର ରାକ୍ଷୀ ପୂର୍ଣ୍ଣିମାରେ, ଆଉ ଗୋଟିଏ ଆପଣମାନଙ୍କର ମହିଳା ଦିବସରେ। ତ ଏହି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆପଣମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ମିଳିବା ପାଇଁ ଯାଉଛି। ରାକ୍ଷୀ ପୂର୍ଣ୍ଣିମା ଆପଣମାନଙ୍କର ଅଗଷ୍ଟ 27 ତାରିଖରେ ପଡ଼ିବା ପାଇଁ ଯାଉଛି। ଏହି ରାକ୍ଷୀ ପୂର୍ଣ୍ଣିମା ଅବସରରେ ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥାତ୍ 5,000 ଟଙ୍କା ମିଳିବା ପାଇଁ ଯାଉଛି। ଯେଉଁ ହିତାଧିକାରୀଙ୍କର ଆଧାର କାର୍ଡ଼ ସହିତ ବ୍ୟାଙ୍କ ସଂଯୋଗ, ଡିବିଟି ସକ୍ରିୟ, KYC ସମ୍ପୂର୍ଣ୍ଣ ହୋଇଥିବ, ସେହି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା। 2 ନମ୍ବରରେ ଖାଇବା ତେଲ ବୃଦ୍ଧି ହୋଇଛି। ତ ପ୍ରଥମତଃ ସୂର୍ଯ୍ୟମୁଖୀ ତେଲ ଦେଖନ୍ତୁ, ସୂର୍ଯ୍ୟମୁଖୀ ତେଲରେ 18 ଟଙ୍କା 17 ପଇସାକୁ ବୃଦ୍ଧି ପାଇଛି। ଏଥର ସୂର୍ଯ୍ୟମୁଖୀ ତେଲ 1 ଲିଟର ପିଛା ଆପଣମାନଙ୍କୁ 189 ଟଙ୍କା 56 ପଇସାରେ ମିଳିବ। ତାପରେ ଆପଣମାନଙ୍କର ପାମଲିନ୍ ତେଲରେ ଦର ମଧ୍ୟ ବୃଦ୍ଧି କରାଯାଇଛି। 14 ଟଙ୍କା 42 ପଇସାକୁ ବୃଦ୍ଧି ପାଇଛି। 1 ଲିଟର ପିଛା ଆପଣମାନେ ଏଥର 148 ଟଙ୍କା 60 ପଇସାରେ କିଣିବେ। ତାପରେ ଆପଣମାନଙ୍କର ସୋୟାବିନ୍ ତେଲରେ ମଧ୍ୟ ବୃଦ୍ଧି କରାଯାଇଛି। 11 ଟଙ୍କା 92 ପଇସାକୁ ବୃଦ୍ଧି ପାଇଛି। ସୋୟାବିନ୍ ତେଲ 1 ଲିଟର ପିଛା ଏଥର ଆପଣମାନେ 164 ଟଙ୍କା 62 ପଇସାରେ କିଣିବେ। ତାପରେ ଆପଣମାନଙ୍କର ବାଦାମ ତେଲରେ ମଧ୍ୟ ବୃଦ୍ଧି କରାଯାଇଛି। ଲିଟର ପିଛା 9 ଟଙ୍କା 19 ପଇସା ବୃଦ୍ଧି ପାଇଛି। ତ ଆପଣ ବାଦାମ ତେଲ 1 ଲିଟର ପିଛା ଆପଣମାନେ 206 ଟଙ୍କା 18 ପଇସାରେ କିଣିବା ପାଇଁ ଯାଉଛନ୍ତି। ସୋରିଷ ତେଲରେ ମଧ୍ୟ ବୃଦ୍ଧି କରାଯାଇଛି। ତ ଲିଟର ପିଛା ଆପଣମାନଙ୍କର 6 ଟଙ୍କା 89 ପଇସାକୁ ବୃଦ୍ଧି ପାଇଛି। ତ ସୋରିଷ ତେଲ ଲିଟର ପିଛା ଆପଣମାନେ 196 ଟଙ୍କା 64 ପଇସାରେ କିଣିବା ପାଇଁ ଯାଉଛନ୍ତି। 3 ନମ୍ବରରେ ପିଏମ୍ କିଷାନ ଯୋଜନାରେ ଖୁସି ଖବର ରହିଛି ଚାଷୀମାନଙ୍କ ପାଇଁ। ତ ଆପଣ ପିଏମ୍ କିଷାନ ଯୋଜନାରୁ ବାର୍ଷିକ 6,000 ଟଙ୍କା ପ୍ରାପ୍ତ କରୁଥିଲେ, କିନ୍ତୁ ପିଏମ୍ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ତ ପିଏମ୍ କିଷାନ ଯୋଜନା 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। 2031 ପର୍ଯ୍ୟନ୍ତ ଚାଷୀଙ୍କୁ ଲାଭ ମିଳିବ। ବର୍ଷକୁ 3ଟି କିସ୍ତିରେ ଆପଣମାନେ 6,000 ଟଙ୍କା ଆପଣମାନଙ୍କୁ ମିଳିଥାଏ। ପ୍ରତ୍ୟେକ ସମାନ କିସ୍ତିରେ 4 ମାସ ଅନ୍ତରାଳରେ ଆପଣମାନଙ୍କୁ ଗୋଟିଏ କିସ୍ତି ଜାରି କରାଯାଇଥାଏ। 2,000 କରି ଆପଣମାନଙ୍କୁ ବାର୍ଷିକ 6,000 ଟଙ୍କା ମିଳିଥାଏ। ତ ପିଏମ୍ କିଷାନ ଯୋଜନାରେ ଚାଷୀମାନେ ପୁଣି 5 ବର୍ଷ ପର୍ଯ୍ୟନ୍ତ ପିଏମ୍ କିଷାନ ଯୋଜନାରୁ ବାର୍ଷିକ 6,000 ଟଙ୍କା ଲେଖାଏଁ ପ୍ରାପ୍ତ କରିପାରିବେ 3ଟି ସମାନ କିସ୍ତିରେ। ଅଗଷ୍ଟ ମାସରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ଯେଉଁ ଆପଣମାନଙ୍କର ଘରୋଇ ସାମଗ୍ରୀ ରହିଛି, ସେହି ଘରୋଇ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି। ଯେଉଁମାନେ କାର୍ ପ୍ରେମୀ ରହିଛନ୍ତି, କାର୍ କିଣୁଛନ୍ତି, କାର୍ କିଣିବାର ଯେଉଁ ପ୍ରାଇସ୍ ରହିଛି ତାହା ଇନକ୍ରିଜ୍ ହୋଇଯାଇଛି। 30,000 ଟଙ୍କା ଇନକ୍ରିଜ୍ ହୋଇଯାଇଛି। ତାପରେ ମୋବାଇଲ ରିଚାର୍ଜ ମଧ୍ୟ ଦର ବଢ଼ିଯାଇଛି। 6 ନମ୍ବରରେ ITR ଫାଇଲିଂ ପାଇଁ ଆପଣମାନଙ୍କୁ ଫାଇନ୍ ଦେବା ପାଇଁ ପଡ଼ିବ। ITR 1 ଓ 2
फाइलिंग शेष तारीख जुलाई 31 तारीख थिला। एबे फाइल कले 5000 फाइन समेत शुद्ध जरिमाना लागिबो। 7 नंबर रे शुद्ध हार बढ़ी पारे किंबा कमी पारे। तो देखंतु आरबीआई रो मुद्रानीति कमिटी अर्थात एमपीसी बैठक 3 रु 5 अगस्त पर्यंत आपण मानकर रिपो रेट उपरे नजर रखी। तापरे 8 नंबर रे आपण मानकर एलपीजी गैस दर अगस्त मासरु केते रहिबो आपण मध्य जानिया पई इच्छुक अछंती। तो देखंतु घरोई गैस 14.2 केजी तो दर वर्तमान 968 टंका रही। घरोई गैस आपण मानकर जो 5 केजी रही तार दर मध्य 359.50 अर्थात 359 टंका 50 पैसा रही। तापरे आपण मानकर जो व्यावसायिक गैस रही 19 केजी रही तार दर वर्तमान रही 2908 टंका रही, जोटा कि व्यावसायिक गैस रो दर मध्य कमी 206 टंका आपण मानकर कमी। व्यावसायिक गैस जोटा कि आपण मानकर 47.5 केजी जो गैस रही है तार दर वर्तमान रही 7267 टंका रही। एथिरे मध्य दर कमी तो केते कमी 516 टंका कमी। तापरे अगस्त मास पाखरु सोना और रूपार दर केते रही देखंतु 24 कैरेट सोना 10 ग्राम प्रति आपण मानकर 1,44,220 टंका रही। तापरे आपण मानकर 22 कैरेट सोना 10 ग्राम प्रति आपण मानकर 1,32,200 टंका रही। तापरे आपण मानकर 18 कैरेट सोना 10 ग्राम प्रति आपण मानकर रेट रही 1,08,160 टंका रही। रूपा आपण मानकर केजी प्रति 2,34,900 टंका रही। तापरे दर कमिबा को नहीं जदि आमे विचार करिबा सोना और रूपा कथा जदि आमे विचार को नबा तो देखंतु 24 कैरेट जो सोना 10 ग्राम प्रति आपण जो 1,44,220 टंका किणुथिले सेथिरु आपण मानकर 380 टंका कमी। तो 22 कैरेट सोना 10 ग्राम प्रति आपण माने 1,32,200 टंका दउथिले किंतु सेथिरु आपण मानकर 350 टंका कमी। सही भली आपण मानकर 18 कैरेट सोना 10 ग्राम प्रति आपण माने 1,08,160 टंका दी किणुथिले सेथिरु आपण मानकर 290 टंका कमी। तापर आपण जो रूपा केजी प्रति 2,34,900 टंका दी किणुथिले सेथिरु आपण मानकर 100 टंका कमी। 10 नंबर रे जदि आमे पेट्रोल और डीजल दर कथा कहवा अगस्त मास पाखरु पेट्रोल लिटर प्रति 108 टंका 97 पैसा रही। तापर आपण मानकर डीजल लिटर प्रति आपण मानकर 100 टंका 68 पैसा रही। 11 नंबर रे अगस्त मासरे बैंक गुड़िक केबे बंद रहिबो देखंतु आपण मानकर 5टी रविवार रही। तापरे 2 तारीख 9 तारीख 19 तारीख 23 तारीख 30 तारीख द्वितीय और चतुर्थ शनिवार 8 और 22 तापरे आपण मानकर स्वाधीनता दिवस अगस्त 15 तारीख एही दिन गुड़िक बैंक आपण मानकर बंद रहिबो।